समस्तଙ୍କୁ सप्रेम साईराम। ଜାନୁଆରୀ 20 ତାରିଖ 2024 ଆଜିର ପ୍ରଶାନ୍ତି ଅନୁଚିନ୍ତା। ବେଦାନ୍ତରୁ ଶିକ୍ଷା କରିଥିବା ଜ୍ଞାନ ଆତ୍ମସ୍ଥ ହୋଇଛି ବୋଲି ଆମେ କିପରି ସୁନିଶ୍ଚିତ ହୋଇପାରିବା? ଭଗବାନ ଆଜି ଅତି ପ୍ରେମର ସହିତ କ୍ରମାନ୍ୱୟରେ ଆମର ମାର୍ଗଦର୍ଶନ କରାଇଛନ୍ତି। ବର୍ତ୍ତମାନ ଲୋକମାନେ ବିଭିନ୍ନ ପ୍ରକାର ଅବୋଧ ବେଦାନ୍ତ ବିଷୟ ଗୁଡ଼ିକ ଅଧ୍ୟୟନ କରୁଛନ୍ତି, କିନ୍ତୁ ସେଥିରେ ଥିବା ବ୍ୟାଖ୍ୟା, ଟିପ୍ପଣୀ ଓ ଅନୁବାଦ ଗୁଡ଼ିକୁ ନିଜ ମସ୍ତିଷ୍କ ଭିତରେ ଧରି ରଖିବା ପାଇଁ ସଂଘର୍ଷ କରୁଛନ୍ତି। ଏହା ସେମାନଙ୍କର ଗଳା ଦେଇ ଭିତରକୁ ପ୍ରବେଶ କରୁଛି, କିନ୍ତୁ ତାହା ହୃଦୟକୁ ତିଳେ ମାତ୍ର କୋମଳ କରିପାରୁନାହିଁ। ଏଗୁଡ଼ିକ ଅଭ୍ୟାସରେ ପରିଣତ ହୋଇପାରୁନାହିଁ। ବେଦାନ୍ତର ସତ୍ୟତା ଗୁଡ଼ିକ ସାର୍ବଜନୀନ ପ୍ରଦର୍ଶନୀରେ ରଖାଯାଉଛି, ଯେଉଁଠାରେ କଳାକାର ନାଟକରେ ମଞ୍ଚ ଉପରକୁ ଗଲାବେଳେ ତାର ଚରିତ୍ର ଅନୁସାରେ ବେଶ ପୋଷାକ ପିନ୍ଧିଥାଏ ଓ ମଞ୍ଚରୁ ଓହ୍ଲାଇଲା ପରେ ତାହା ଉତାରି ଦେଇଥାଏ। ସେମାନେ ଆତ୍ମାରୁ ଆନନ୍ଦ ପାଇବା ପାଇଁ ସଦାବେଳେ ସେଥିରେ ଜଡ଼ିତ ହୋଇ ରହିନଥାନ୍ତି, ଯାହା ସେମାନେ ରହି ପାରିଥାନ୍ତେ। ଏହା କେବଳ ଏକ ସତର୍କ, ସମୟ ଉପଯୋଗୀ, ନିୟନ୍ତ୍ରିତ ଶୃଙ୍ଖଳା ଅଟେ। ଏହା କୌଣସି ଲମ୍ଫ ଦ୍ୱାରା ପ୍ରାପ୍ତି କରିହେବ ନାହିଁ। ଏଥିପାଇଁ ସୋପାନ ପରେ ସୋପାନ ଅତିକ୍ରମ କରିବାକୁ ହେବ। ପ୍ରତ୍ୟେକ ସୋପାନ ପରବର୍ତ୍ତୀ ସୋପାନ ପାଇଁ ସ୍ଥାନ ସୁରକ୍ଷିତ କରି ରଖିବା ଆବଶ୍ୟକ। ସଦ୍ଗୁଣ ଗୁଡ଼ିକ ଗୃହ ଭିତରୁ ହିଁ ବିକଶିତ ହେବା ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତି ଅନ୍ୟକୁ ସହାୟତା କରିବା ପାଇଁ ସୁଯୋଗ ଖୋଜିବା ଆବଶ୍ୟକ। ଏହି ଗୁଣଗୁଡ଼ିକ ସହିତ ଜଡ଼ିତ ହୋଇ ରହିବାକୁ ପଡ଼ିବ, ଯାହାଦ୍ୱାରା ଏହା ଚରିତ୍ରରେ ପରିଣତ ହୋଇପାରିବ। ମୁହଁ ତଳକୁ ହୋଇ ରହିଥିବା ଗୋଟିଏ ପାତ୍ର କିପରି ଜଳରେ ପୂର୍ଣ୍ଣ କରିହେବ? ଉତ୍ତମ ପ୍ରେରଣା ପାଇବା ପାଇଁ ଏହାକୁ ଖୋଲା ରଖିବାକୁ ପଡ଼ିବ। ଏକ ସୁବ୍ୟବସ୍ଥିତ ଭାବରେ ପ୍ରତ୍ୟେକ ବିଷୟ ଅଧ୍ୟୟନ କରିବାକୁ ହେବ। କେବଳ ପ୍ରୟୋଗ ଏବଂ ପ୍ରୟାଗ ସଫଳତା ଆଣିଦେଇପାରିବ। ଏକତ୍ୱ, ଶୁଦ୍ଧତ୍ୱ ଏବଂ ଦିବ୍ୟତ୍ୱ ଭିତରେ ଥିବା ଅବିଚ୍ଛେଦ ସମ୍ପର୍କକୁ ସର୍ବଦା ମନେ ରଖ ଏବଂ ତାହାକୁ ପାଇବା ପାଇଁ ପ୍ରୟାସ କର। ଶ୍ରୀ ସତ୍ୟ ସାଇ ବାବା, ଶ୍ରୀ ସତ୍ୟ ସାଇ ବାବା, ଶ୍ରୀ ସତ୍ୟ ସାଇ ବାବା। ଆପଣମାନଙ୍କୁ ଆଜିର ଅନୁଚିନ୍ତାଟି କିପରି ଲାଗିଲା କମେଣ୍ଟ କରି ଜଣାଇବା ପାଇଁ ଭୁଲିବେନି। ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଇ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦେବେ, ତାକି ଆପଣମାନଙ୍କୁ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମରେ ମିଳିପାରିବ। ଭୁଲିବେନି। ଆପଣମାନଙ୍କର କିଛି ଅସୁବିଧା ରହିଯାଇଛି ଯଦି ବାବାଙ୍କୁ ଅନ୍ତରର ସହିତ ଡାକନ୍ତୁ। ବାବା ଆପଣଙ୍କର ଅନ୍ତର କଥା ନିଶ୍ଚୟ ଶୁଣିବେ। ଆଜି ପାଇଁ ଏତିକି। ରହୁଛି। ନମସ୍କାର। ଶ୍ରୀ ସତ୍ୟ ସାଇ ବାବା।